ମୁଁ ହେଉଛି ପୂର୍ଣ୍ଣଚନ୍ଦ୍ର ମହାନ୍ତି ନିଖିଳ ଆଳିଆ ଖଣ୍ଡାୟତର କୁଳାଧିପତି। ଆଜି ଯେଉଁ ଆପଣ ଆଳିଆ ଖଣ୍ଡାୟତ ସମାଜର ସବୁ କ'ଣ ସବୁ ବିଶୃଙ୍ଖଳା ସୃଷ୍ଟି ହେଇଛି, କ'ଣ ଏ ବିଶୃଙ୍ଖଳା ସୃଷ୍ଟି ସେମାନେ କରିଛନ୍ତି। ଯିଏ ପୂର୍ବତନ କୁଳାଧିପତି ଥିଲେ ସିଏ ଆମର ସିଷ୍ଟମ୍ ଅଛି, କୌଣସି କୁଳାଧିପତି ଇଲେକ୍ସନରେ ବୁଲିକି ଭାଗ ନେଇପାରିବେନି କି ପ୍ରଚାର ପ୍ରସାର କରିପାରିବେନି। କିନ୍ତୁ ଇଏ ଆମର ପ୍ରୋଟୋକଲ୍ ଭାଙ୍ଗିକି ଇଏ ବୁଲିକି ସବୁଠି ଇଲେକ୍ସନ୍ କରିଛନ୍ତି। ତାପରେ ଦ୍ୱିତୀୟ କଥା ହେଲା ଆମର ସମସ୍ତେ ଜେନେରାଲ ବଡ଼ିରୁ ଏଇଟା ତିଆରି ହେବା କଥା। ସଭାପତିଟା ଇଲେକ୍ସନ୍ ହେବା କଥା ସମସ୍ତେ ପଲ୍ଲୀ ସଭାପତିରୁ ଆରମ୍ଭ କରିକି ମଣ୍ଡଳ ସଭାପତି ଜିଲ୍ଲାର ଯେଉଁ ଯାଇଥିବେ କର୍ମକର୍ତ୍ତା ସମସ୍ତେ ତାକୁ ଭୋଟ୍ ଦେବେ। କିନ୍ତୁ ଏମାନେ କ'ଣ କରିଛନ୍ତି, ଦୁଇଟା ମଣ୍ଡଳ ଆମର 7ଟା ମଣ୍ଡଳରୁ 2ଟା ମଣ୍ଡଳ ସେମାନେ ମିଶିକି ସେମାନେ ଭୋଟ୍ କରିଦେଇଛନ୍ତି ଗତ 28 ତାରିଖରେ। ଆମେ ସେଠି ଅନୁପସ୍ଥିତ ରହିଲୁ କାହିଁକି, ଆମର ସଚେତନ କମିଟି ଥିଲେ ଯେଉଁମାନେ କି ସେ କହିଲେ ଯେ ଆପଣ ଭୋଟ୍ କରନ୍ତୁନି, ଡିଷ୍ଟର୍ବ ହେବ। ତେଣୁକରି ଆମେ ବସିକି ଡିସ୍କସନ୍ ସରିଲା ପରେ ଆପଣ ଭୋଟ୍କୁ ଆମେ ଯେଉଁ ଡେଟ୍ କହୁ ଆପଣ ଭୋଟ୍ କରିବେ, ଏଇଟା ସଚେତନ ମଣ୍ଡଳୀ ଆମକୁ ଦେଇଥିଲେ ପରାମର୍ଶ। ଆମେ ସେଇଥିପାଇଁ 28 ତାରିଖରେ ଅନୁପସ୍ଥିତ ରହିଲୁ। ତାପରେ ମୋତେ ଆଉଥରେ ନିର୍ବାଚନ ଅଧିକାରୀ ଯିଏ ଥିଲେ କି ଶିବ ନାୟକ, ସିଏ ମୋତେ ଡାକି କହିଲେ ଭାଇନା ଆଉ ଆସ ଇଲେକ୍ସନ୍ କରିବା। ମୁଁ କହିଲି ଆରେ ସେ ସଚେତନ ମଣ୍ଡଳୀ ତ ମନା କରିଥିଲେ, ଆଉ ତୁମେ କାହିଁ ଇଲେକ୍ସନ୍ କରୁଛ, ଏ ଇଲେକ୍ସନ୍ ବନ୍ଦ କର, ଆଉ ଗୋଟେ 5 ଦିନ ଅପେକ୍ଷା କର। ସେ ମାନିଲେନି। ସେ ସେଦିନ କ'ଣ କରିକି ପଳେଇଗଲା ପରେ ଆମର ଏଠି ଯେଉଁ ଅନ୍ୟ ମଣ୍ଡଳମାନେ ଅଛନ୍ତି ସେମାନେ ସମସ୍ତେ ଏକତ୍ରିତ ହେଇକି ସେମାନେ ଗୋଟେ ଜେନେରାଲ ବଡ଼ି ବୈଠକ ଡାକିଲେ ସଚେତନ କମିଟିକୁ ଆଧାର କରିକି। ସଚେତନ କମିଟି ଆମକୁ ଉପଦେଶ ଦେଲେ ଯେ ଜେନେରାଲ ବଡ଼ି ଡାକି ଆମେ ଡିସ୍କସନ୍ କରିବା। ଜେନେରାଲ ବଡ଼ି ଡାକିଲା ପରେ ଜେନେରାଲ ବଡ଼ିରେ 1200 କି 1300 ଲୋକ ଜମା ହେଇଥିଲେ। ସେଇଦିନ ସେମାନେ ସମସ୍ତେ ଏମାନଙ୍କୁ ଅଯୋଗ୍ୟ ଘୋଷଣା କରିକି ତାପରେ ସେଠି ନିର୍ବାଚନ କରିଥିଲେ। ସେଠି ଗୋଟେ ନିର୍ବାଚନ ଅଧିକାରୀକୁ ଅଯୋଗ୍ୟ ଘୋଷଣା କରିଥିଲେ, ଆଉ ଗୋଟେ ନୂତନ ନିର୍ବାଚନ ଅଧିକାରୀ ତିଆରି କରିକି ସେଦିନ ଆମର ସିଲେକ୍ସନ୍ ହେଇଥିଲା। ତେଣୁ ସେଇଟାକୁ ସେ ଅସହ୍ୟ ହେଇକି ଏବେ ଟିକେ ଝାମଲାଝାଟି କରୁଛନ୍ତି। କିନ୍ତୁ ସମାଜରେ ଏଇଟା ଗୋଟେ କଳୁଷିତ ହେଇକି ବର୍ତ୍ତମାନ ଅଛି। ତ ଆମେ ଚାହୁଁଛୁ କେମିତି ସମାଧାନ ପନ୍ଥା ଆସିବ, ସେମାନେ ନିଶ୍ଚୟ ଠିକ୍ ରାସ୍ତାକୁ ଆସିବେ, କିନ୍ତୁ ଟିକେ ସମୟ ଲାଗିବ। ଆଉ ଏମିତି ହେଇକି ରହିଛି ସେଇଟା। ମୁଁ କାଳଚରଣ ପ୍ରଧାନ, ବରଗାଁ ମଣ୍ଡଳ ସଭାପତି। ଆଜି ଆପଣଙ୍କର ଆଳିଆ ଖଣ୍ଡାୟତ ସମାଜ ତରଫରୁ ଯାହା କିଛି ବିଶୃଙ୍ଖଳା ସୃଷ୍ଟି ହେଇଛି, କ'ଣ ବିଶୃଙ୍ଖଳାର କାରଣ ପ୍ରଥମେ ତ ହେଉଛି ଏମାନେ ଯେଉଁ ବି ଜାଗା ଗୁଡ଼ା ଯେତେ ବି ମଣ୍ଡଳ ଗୁଡ଼ାକ ପଲ୍ଲୀ ଗୁଡ଼ାକରେ ନିର୍ବାଚନ କରୁଛନ୍ତି ତାହା ସମ୍ବିଧାନ ମୁତାବିକ ହେଇନି। ନ ହୋଇଥିବା ସତ୍ତ୍ୱେ ସାଧାରଣ ବୈଠକ ଡକାଯାଇଥିଲା। ସାଧାରଣ ବୈଠକରେ ପୁଣି ଜିଲ୍ଲାର କାର୍ଯ୍ୟକାରିଣୀ ନିର୍ବାଚନ ହେଲା ଓ ପ୍ରତ୍ୟେକ ମଣ୍ଡଳର ମଧ୍ୟ ନିର୍ବାଚନ ହୋଇଥିଲା। ଏବେ ଯେଉଁ ଆମର ଆଜ୍ଞା ଦେଖନ୍ତୁ ସମାଜ ସଂଗଠନ ହେଉଛି, ଆମର ଆଳିଆ ଖଣ୍ଡାୟତ ସମାଜ ହେଉଛି ମା ଭଉଣୀମାନଙ୍କୁ ସାମାଜିକ ନ୍ୟାୟ ଦେବା। ଗୋଟେ ବୈଠକ ଚାଲିଥିଲା ଜଣ ସାମାଜିକ ନ୍ୟାୟ ଉପରେ। ତା ଭିତରେ ପଶି ଯେଉଁ ଭଳିଆ ଦୁର୍ବୃତ୍ତ କାଣ୍ଡ କଲେ, ଯେଉଁ ପ୍ରକାର ଭାଷାର ପ୍ରୟୋଗ କଲେ, ଗାଳିଗୁଲଜ କଲେ ମା ଭଉଣୀକୁ, ଓ ଆମର କିଛି ବରିଷ୍ଠ ନାଗରିକଙ୍କୁ ଯେଉଁ ପ୍ରକାର ପିଟିଲେ ମାରିଲେ, ଏହା କ'ଣ ସାମାଜିକ ଘଟଣା? ଏଭଳିଆ ଲୋକ ସମାଜର ସେବା କରିପାରିବେ କେବେ ବି? ଯେଉଁମାନେ ମା ଭଉଣୀକୁ ଗାଲିଗୁଲଜ କଲେ, ସମାଜର ବୟସ୍କ ଲୋକମାନଙ୍କୁ ପିଟିଲେ ମାରିଲେ, ଏମାନଙ୍କଠୁ ସମାଜ କ'ଣ ଆଶା କରିବ? ତେଣୁ ଆମେ ସମ୍ବିଧାନକୁ ଆଖି ଆଗରେ ରଖି କେବଳ ଆମର ସମସ୍ତ ମଣ୍ଡଳ ସଭାପତି ଅନୁରୋଧ କରୁଛୁ, ଆକୁ ନିନ୍ଦା କରୁଛୁ ଓ ତା ସହିତ ଅନୁରୋଧ କରୁଛୁ କୁଳାଧିପତିକୁ ଓ ଆମର ସଚେତନ ମଣ୍ଡଳୀର ସଭାପତିକୁ କି ଆ ଉପରେ ଅତି ଶୀଘ୍ର ନିଷ୍ପତ୍ତି ନିଆଯାଉ ଓ ଏଭଳି ଦୁର୍ବୃତ୍ତ ଲୋକଙ୍କୁ ସମାଜରୁ ବହିଷ୍କାର କରାଯାଉ। ଧନ୍ୟବାଦ। ସାର୍ ଆପଣ ପଛରେ ଗଲେ। ମୋ ନାଁ ରାଘବ ସିଂହ, ମୁଁ ନଛନପଲ୍ଲୀ ପଲ୍ଲୀ ସଭାପତି। ଆଜି ଯେଉଁ ଆପଣଙ୍କର ଆଳିଆ ଖଣ୍ଡାୟତ ସମାଜର କିଛିଟା ଯେଉଁ ବିଶୃଙ୍ଖଳା ସୃଷ୍ଟି ହେଇଛି, କ'ଣ ବିଶୃଙ୍ଖଳା ସୃଷ୍ଟି ହେବାର ମୂଳ ଲକ୍ଷ୍ୟ ହେଲା ଗୋଟେ ତାଙ୍କର ଆମ ନିର୍ବାଚନକୁ ବରଗାଁ ମଣ୍ଡଳର ନିର୍ବାଚନକୁ ନେଇକରି ଏସବୁ ବିଶୃଙ୍ଖଳାର ସୃଷ୍ଟି ହେଲା। କାରଣ ବର୍ତ୍ତମାନ ତାଙ୍କେ କହିଲେ ଯେ ନିର୍ବାଚନ ଅଧିକାରୀ କହିଲେ ଯେ ଯେଉଁମାନେ ପ୍ରତିନିଧି ହେଇଥିବେ ସେମାନେ ଭିତରୁ କାଳେ ହେଇପାରିବେ, ଆଉ ଅନ୍ୟ ଲୋକ କିଏ ହେଇନପାରିବା ଲୋକ ହେଇପାରିବେନି ବୋଲି ସେ କହିଲେ। ଯାହାଫଳରେ ଆଜି ଆମେ ଯାହା ବରଗାଁ ମଣ୍ଡଳର ବହୁମତ ଅନୁସାରେ ଜେନେରାଲ ବଡ଼ି ପ୍ରକାରରେ ଯାହା ନିଷ୍ପତ୍ତି ନେଇକରି ବହୁମତରେ 32 ପଲ୍ଲୀର ବହୁମତରେ ଛାଡ଼ିବା ପାଇଁ ଆମେ ଚାହିଁଥିଲୁ, ସେଇଟା ହେଇପାରିଲାନି। ଯାହାଫଳରେ କି ଜବରଦସ୍ତି କରିବା ସତ୍ତ୍ୱେ ଏଇ ବିଶୃଙ୍ଖଳାଟା ହେଲା। ଧନ୍ୟବାଦ।
ସାର୍ ଆପଣ ପରିଚୟଟା କହିଲେ। ମୋ ନାମ ହେଉଛି ଭଗବାନ ମହାନ୍ତି, ପୂର୍ବତନ ମଣ୍ଡଳ ସଭାପତି, ବର୍ତ୍ତମାନ କେନ୍ଦ୍ର ସଦସ୍ୟ। ଆଜି କ'ଣ ଏ ଯେଉଁ ଆପଣଙ୍କର ଆୟ ପଣ୍ଡାତ ସମାଜର ସବୁ ପରିସ୍ଥିତି ସୃଷ୍ଟି ହେଇଛି କ'ଣ ଆମର ଗୋଟିଏ କେନ୍ଦ୍ର କାର୍ଯ୍ୟକାରିଣୀ ବୈଠକ ହୋଇଥିଲା। ସେ ବୈଠକରେ ଗୋଟେ ସମାଜ ନେଇ ଆଲୋଚନା ହେଉଥିଲା। ଏହି ସମୟରେ ସେମାନେ ଅତିଥି ଭାବେ ଆସି ଗଣ୍ଡଗୋଳ କଲେ। ଆଉ ଯାହାକି ସେମାନେ ନୀତି ନିୟମ କୌଣସି କାର୍ଯ୍ୟ କରୁନାହାନ୍ତି। ନିର୍ବାଚନ ଅଧିକାରୀ ସମ୍ପୂର୍ଣ୍ଣ ଆମର ସମ୍ବିଧାନ ନିୟମକୁ ଉଲ୍ଲଂଘନ କରି ଚାଲିଲେ। ଯାହାକି ଆମର 6 ତାରିଖରେ ଗୋଟେ ବୈଠକ ଥିଲା, ଅଗଷ୍ଟ 6ରେ। ସେହି ବୈଠକରେ ତାଙ୍କୁ ଅସିଦ୍ଧ ଘୋଷଣା କରାହେଲା ସବୁ ପ୍ରମାଣିତ ହେଲା ପରେ। ତେଣୁକରି ସେମାନେ ଯାହା କରୁଛନ୍ତି ବହୁତ ଅନ୍ୟାୟ କରୁଛନ୍ତି। ଆମର ସମାଜରେ ଏଭଳି କେବେ ହେଇନଥିଲା। ସେ ଭିତରେ ମୋତେ ଜଣେ ସାର୍ଟ ଝିକିକିରି ଯିଏ କୁଳାଧିପତି ପ୍ରହ୍ଲାଦ ଲେଙ୍କା ପୂର୍ବତନ, ସିଏ ମୋର ପକେଟରୁ 10,000 ମଧ୍ୟ ନେଇଯାଇଛନ୍ତି। ମୋ ସାର୍ଟ ଚିରିକି ବର୍ତ୍ତମାନ ସେ ଚିରା ସାର୍ଟ ମଧ୍ୟ ମୋ ପାଖରେ ଅଛି। ତେଣୁକରି ଏଇଭଳି ଅନ୍ୟାୟ ଆମ ସମାଜରେ କେବେ ହେଇନଥିଲା। ତେଣୁକରି ଯେତେବେଳେ ସମାଜ ମହାସଭା କି ଯାହା କିଛି ଏହାର ନିଶ୍ଚିତ ଭାବରେ ପଦକ୍ଷେପ ନେବେ। ସାର୍ ଆପଣ ପରିଚୟଟା କହିଲେ। ନିରଞ୍ଜନ ନାୟକ, ନିଖିଳ ଉତ୍କଳ ଆଳିଆ ଖଣ୍ଡା ସମାଜର ସାଧାରଣ ସମ୍ପାଦକ ତଥା ଆମର ସଚେତକ ମଣ୍ଡଳର ସଂଯୋଜକ। ଆଜି ଆପଣଙ୍କର ଯେଉଁ ଆୟ ପଣ୍ଡାତ ସମାଜର କେନ୍ଦ୍ରୀୟ ଅଫିସକୁ ନେଇକି ଗୋଟେ ବିଶୃଙ୍ଖଳା ହେଇଛି, କ'ଣ ଏ ବିଶୃଙ୍ଖଳା ସବୁ କ'ଣ ହେଇଛି? ଇଏ ତ ଆମେ ବି କହିପାରିବୁ ନାହିଁ। ଆମେ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ଗୋଟେ ରଖିଥିଲୁ, କାରଣ ଛତ୍ରପୁର ଏସ୍ପି ମହାଶୟ, ଡିଏସ୍ପି ପୁରସ୍ତମପୁର ଏବଂ ଆଇଆଇସି କବିସୂର୍ଯ୍ୟନଗରଙ୍କର ନିର୍ଦ୍ଦେଶ କ୍ରମେ ତାଙ୍କୁ ରଖାଯାଇଥିଲା ଗୋଟେ ସମସ୍ୟାର ସମାଧାନ ନିମନ୍ତେ। ଅତର୍କିତ ଆକ୍ରମଣ କଲେ କେତେକ ଦୁର୍ବୃତ୍ତକୁ ନେଇକରି ପୂର୍ବତନ କୁଳାଧିପତି ଶ୍ରୀଯୁକ୍ତ ପ୍ରହ୍ଲାଦ ଲେଙ୍କା। ଇଏ ଇତିହାସର ସମାଜ ସଂଗଠନର ଇତିହାସରେ ଇଏ ପ୍ରଥମ, ଇଏ ଭାତୃ ସଂଗଠନ। କିନ୍ତୁ ଜଣକୁ ବାଡ଼ାବାଡ଼ି କରିବା ଏବଂ କାଚ ଟେବୁଲ ଚେୟାର ଭାଙ୍ଗିବା, ଆସବାବପତ୍ର ନଷ୍ଟ କରିବା, ଆଲମାରା ଭାଙ୍ଗିବା, ଏ କେତେ ଦୂର ଏ ସମାଜ ଗ୍ରହଣ କରିବା ମୁଁ ମଧ୍ୟ ଜାଣିପାରୁନାହିଁ। ଏ ସଚେତକ ମଣ୍ଡଳୀ କିଏ, ସାଧାରଣ ବୈଠକ କିଏ, ଏ ପ୍ରଶ୍ନ ପଚାରିବେ ପୂର୍ବତନ କୁଳାଧିପତି। ତେଣୁ ଆଗାମୀ ଦିନରେ ତାକୁ ନିଶ୍ଚିତ ରୂପେ ଉତ୍ତର ରଖିବେ। ଏମାନଙ୍କର ଏ ଯେଉଁ କାର୍ଯ୍ୟକଳାପ ଉପରେ ଏ ଜନସମାଜ ଆମର କ'ଣ କରୁଛି, ଇଏ ଲକ୍ଷାଧିକ ଜନତା ଭିତରେ ଆମର ସମାଜ ଗଠନ ହେଇଛି। ତେଣୁ ମୁଁ ଅନୁରୋଧ କରିବି, ଧନ୍ୟବାଦ ଦେବି ଆମର ମିଡ଼ିଆ ଭାଇମାନଙ୍କୁ, ଯେଉଁମାନେ ଆସିଛନ୍ତି ୟାକୁ ସହଯୋଗ କରିବା ପାଇଁ ଏବଂ କିଛି ସମାଧାନର ରାସ୍ତା ତିଆରି କରିବା ପାଇଁ। ଆସନ୍ତୁ ସମସ୍ତେ ମିଳିମିଶି ୟାକୁ ସହଯୋଗ କରିବା, ଯେ କି ଏଥିରେ ବିଶୃଙ୍ଖଳିତ ସଭ୍ୟମାନଙ୍କୁ ଉଚିତ ପଦକ୍ଷେପ ନେବା। ଜୟ ମା କୁଳ। ସାର୍ ଆପଣ ପରିଚୟଟା କହିଲେ। ମୋ ନାଁ ସରୋଜ ମୌର୍ଯ୍ୟ, ମୁଁ ଆଳିଆ ସମାଜର ପ୍ରତିନିଧି। ଆପଣ ଯେଉଁ ଆଳିଆ ସମାଜର ଯେଉଁ କେନ୍ଦ୍ରୀୟ ଅଫିସକୁ ନେଇକି ଗୋଟେ କ'ଣ ଝଗଡ଼ା ସବୁ ସୃଷ୍ଟି ହେଇଛି, ବିଶୃଙ୍ଖଳା ହେବାର କ'ଣ ଉଦ୍ଦେଶ୍ୟ କ'ଣ? ଦେଖନ୍ତୁ, ଆଳିଆ ସମାଜରେ ବିଗତ ଦିନ ଧରି ବରଗା ମଣ୍ଡଳରୁ ଗୋଟେ ଅସନ୍ତୁଷ୍ଟ ବାତାବରଣ ସୃଷ୍ଟି ହେଇଥିଲା, ଯାହାଦ୍ୱାରା କି ଯିଏ ପୂର୍ବତନ ଜିଲ୍ଲା ସଭାପତି ପ୍ରହ୍ଲାଦ ଲେଙ୍କା ଏବଂ ଆଜିକାର ଯେଉଁମାନେ ଜିଲ୍ଲା ସଭାପତି ଅଛନ୍ତି ସେମାନଙ୍କ ଭିତରେ ମାନେ ଦୀର୍ଘ 2 ମାସ ହେବ ବରଗା ମଣ୍ଡଳ ନେଇକି ଡିସ୍ପ୍ୟୁଟ୍ ପରେ ତାପରେ ଗୋଟେ ସଚେତନ ମଣ୍ଡଳୀ କମିଟି ବସିଥିଲେ। ସଚେତନ ମଣ୍ଡଳୀ କମିଟି ସମସ୍ତେ କହିଲେ ସାଧାରଣ ବୈଠକରେ ଯାହା ନିଷ୍ପତ୍ତି ହେବ ତାହା ଫାଇନାଲ୍। ଡାକ୍ଟର ସାଧାରଣ ବୈଠକରେ 1000 ଊର୍ଦ୍ଧ୍ୱ ଲୋକ ପୁଡ଼ଗେଶ୍ୱରପଲ୍ଲୀ ମନ୍ଦିରରେ ଜମା ହୋଇଥିଲେ। ସେତେବେଳେ ସାଧାରଣ ବୈଠକରେ ମଧ୍ୟ ନିଷ୍ପତ୍ତି ଏହା ହେଲା, ସେଠି ସଭାପତି, ଆଳିଆ କୁଳାଧିପତି ସମସ୍ତ ନିର୍ବାଚନ ହେଲା। ତାପରେ ଯେତେବେଳେ ଜିଲ୍ଲାର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡକାଗଲା, ସମସ୍ତଙ୍କୁ ଗୋଟେ ବରଗା ମଣ୍ଡଳ ଡିସ୍ପ୍ୟୁଟ୍ ଥିଲା ତାକୁ ଡକାଗଲା। ସେତେବେଳେ କିଛି ଅସାଧୁ ବ୍ୟକ୍ତି ଆସି ସମାଜ ଘରେ ତୋଡ଼ଫୋଡ଼ କରି ବାଡ଼ାବାଡ଼ି କରି, ଇଭେନ୍ ମୁଁ ଦେଖିଛି କିଛି ମିଡ଼ିଆ ଭାଇମାନଙ୍କୁ ମଧ୍ୟ ଅତର୍କିତ ଭାବେ ଆକ୍ରମଣ କଲେ, ଯାହାକି ଘଟଣା ହେଉଛି ନିନ୍ଦନୀୟ ଏବଂ ଗୋଟେ ବହୁତ ଆଜି ଗୋଟେ ଉଦ୍ବେଗର ବିଷୟ। ଆଳିଆ ସମାଜ ଏତେ ବଡ଼ ସମାଜ, ଦୀର୍ଘ 50 ବର୍ଷ ସମାଜ ଆଜି କଳଙ୍କିତ ଅବସ୍ଥାକୁ ଆସିଛି, ଯାହାଦ୍ୱାରା କିଛି ଖଳ ପ୍ରକୃତିର ଲୋକ କିଛି ମଦୁଆମାନଙ୍କୁ ନେଇ ଗୋଟେ ଗଣ୍ଡଗୋଳ ସୃଷ୍ଟି କରି ସେଠି ଗୋଟେ ଅଯଥା ଝଗଡ଼ା କରି ଗୋଟେ ମାନେ ଆଳିଆ ସମାଜକୁ କଳୁଷିତ କରିବା ପାଇଁ ଇଏ କରୁଛନ୍ତି, ବାଧ୍ୟ କରୁଛନ୍ତି।